ତାଙ୍କ କାମ ନହେଲେ ତ ସେମାନେ ଅନ୍ୟକୁ ଦୋଷାରୋପ କରିବେ। ତୁମେ ଆଇନ ଜାଣିଲ ନାହିଁ, ସେଥିପାଇଁ ବାଚସ୍ପତି ଦାୟୀ। ଦଳର ହୁଇପ୍ର ଅବମାନର ବିଷୟ ଏଇଟା। ଦଳର ହୁଇପ୍ କହିଲେ ବହୁତ ସମୟରେ ଆପଣଙ୍କର ସରକାରୀ ଦଳ ଏବଂ ବିରୋଧୀ ଦଳ ହୁଇପ୍ ଜାରି କରିଥାନ୍ତି, ଯେଉଁ ହୁଇପ୍ ବଳରେ ବିଧାୟକ ମାନେ କିମ୍ବା ସାଂସଦ ମାନେ ଗୃହରେ ଉପସ୍ଥିତ ରହିବା ପାଇଁ ହୁଇପ୍ ଜାରି ହୋଇଥାଏ। ବହୁତ ସମୟରେ ଯେଉଁଠି ଭୋଟ ଗ୍ରହଣ ହୁଏ, ବିଲ୍ ହଉ କିମ୍ବା କୌଣସି ପ୍ରସଙ୍ଗ ହଉ, ସେଥିରେ ମଧ୍ୟ ନିର୍ଦ୍ଦିଷ୍ଟ ହଁ କି ନାଇଁରେ ଉତ୍ତର ଦେବା ପାଇଁ ମଧ୍ୟ ଦଳ ହୁଇପ୍ ଜାରି କରିଥାଏ। ରାଜ୍ୟସଭା ଇଲେକ୍ସନରେ ମଧ୍ୟ ସରକାରୀ ଦଳ ବିରୋଧୀ ଦଳ ସମସ୍ତେ ହୁଇପ୍ ଜାରି କରିଥାନ୍ତି। କିନ୍ତୁ ବିରୋଧୀ ଦଳ ଗୋଟେ କଥା ବୁଝିପାରୁନାହାନ୍ତି ଯେ ହୁଇପ୍ଟା ଯେଉଁମାନେ ଦଳର ସଦସ୍ୟ ସେମାନଙ୍କ ପ୍ରତି ଲାଗୁ ହୁଏ। ତୁମେ ଦଳରୁ ତାକୁ ବହିଷ୍କାର କରିବ, ଦଳରୁ ନିଲମ୍ବନ କରିବ ଏବଂ ଭୋଟ ଦେଲା ସମୟରେ ସେ ତୁମର ଦଳର ସଦସ୍ୟ ହେଇନଥିବ, ତା ପାଇଁ କେମିତି ସେ ହୁଇପ୍ ଅବମାନନାର ପରିଧି ଭିତରକୁ ଆସିବ? ତେଣୁ ମୋତେ ଲାଗୁଛି ଟିକେ ଏମାନଙ୍କର ଆଉଥରେ ପାଠ ପଢ଼ିବାର ଆବଶ୍ୟକତା ଅଛି। ହୁଇପ୍ କ'ଣ, ଏଣ୍ଟି ଡିଫେକ୍ସନ୍ ଲ କ'ଣ ଏବଂ କେଉଁମାନଙ୍କ ବିରୁଦ୍ଧରେ ହୁଇପ୍ ଅବମାନନା ବ୍ୟବହାର କରାଯାଇପାରିବ, ସେ ବାବଦରେ ପୁନର୍ଅଧ୍ୟୟନ ଏବଂ ପୁନର୍ଚିନ୍ତନ କରିବା ପାଇଁ ବିରୋଧୀ ଦଳର ଆବଶ୍ୟକତା ଅଛି।